ଭାରତର ଇତିହାସ ଏବଂ ସଂସ୍କୃତିରେ ମନ୍ଦିରର ମହତ୍ତ୍ୱ ଢେର ଅଧିକ ଅଟେ, ଯେଉଁଥିରେ ହିନ୍ଦୁମାନଙ୍କର ଆସ୍ଥା ଯୋଡ଼ି ହୋଇ ରହିଛି। ଅନୁମାନ କରିବାକୁ ଗଲେ ପୁରା ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି। ସିଏ ଛୋଟ ମନ୍ଦିର ହେଉ ବା ବଡ଼ ମନ୍ଦିର, ସବୁଠି ଲୋକମାନେ ଦାନ କରିଥାନ୍ତି। ସେ ଧନୀ ହେଉ ବା ଗରିବ, ମନ୍ଦିରରେ କିଛି ନା କିଛି ଦାନ ନିଶ୍ଚୟ କରିଥାନ୍ତି। କିଛି ଲୋକ ଫୁଲ ଚଢ଼ାନ୍ତି ତ କିଛି ଲୋକ ଭୋଗ ଚଢ଼ାନ୍ତି। ତେବେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସୁନା ରୂପା ଦାନ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ, କେବଳ ଆପଣଙ୍କ ନିଜ ଚ୍ୟାନେଲ ରହସ୍ୟ ଓଡ଼ିଆରେ। ନମ୍ବର 1, ତିରୁପତି ବାଲାଜୀ ମନ୍ଦିର। ହିନ୍ଦୁ ଧର୍ମରେ ତିରୁପତି ବାଲାଜୀ ମନ୍ଦିରର ବିଶେଷ ମହତ୍ତ୍ୱ ରହିଅଛି। ବୈଷ୍ଣବ ସମ୍ପ୍ରଦାୟର ଏହି ମନ୍ଦିର ଏତେ ଭବ୍ୟ ଅଟେ କି ଏହା ଆଗରେ ବଡ଼ ବଡ଼ ମହଲ ମଧ୍ୟ ଫିକା ପଡ଼ିଯିବ। ଏହା ଦୁନିଆର ସବୁଠୁ ଧନୀ ମନ୍ଦିର ତାଲିକାରେ ସାମିଲ ଅଟେ। ଏଠାକୁ ପ୍ରତିବର୍ଷ 650 କୋଟି ଟଙ୍କା ଦାନ ରୂପରେ ଆସିଥାଏ। ଏଠାରେ ଯେଉଁ ସବୁ ଲଡୁ ପ୍ରସାଦ ରୂପରେ ମିଳିଥାଏ, କେବଳ ସେଇଥିରୁ ହିଁ ଲକ୍ଷ ଲକ୍ଷ ଟଙ୍କାର ଆୟ ହୋଇଥାଏ। ଏହି ମନ୍ଦିର ଭଗବାନ ଭେଙ୍କଟେଶ୍ୱରଙ୍କୁ ସମର୍ପିତ ଅଟେ, ଯାହାଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି ଧରାଯାଏ। କୁହାଯାଏ ଏହି ମନ୍ଦିରରେ 9 ଟନ୍ ସୁନାର ଏକ ଭଣ୍ଡାର ଅଛି ଏବଂ ଅନେକ ବ୍ୟାଙ୍କରେ ଏହି ମନ୍ଦିରର 1400 କୋଟି ଟଙ୍କା ଫିକ୍ସଡ ଡିପୋଜିଟ୍ ଆକାରରେ ରଖାଯାଇଛି। ନମ୍ବର 2, ପଦ୍ମନାଭ ସ୍ୱାମୀ ମନ୍ଦିର। କେରଳରେ ଥିବା ଏହି ମନ୍ଦିର ମଧ୍ୟ ଧନୀ ମନ୍ଦିର ତାଲିକାରେ ଅନ୍ତର୍ଭୁକ୍ତ ଅଟେ। ଏହି ମନ୍ଦିର କେରଳର ତିରୁବନନ୍ତପୁରମ୍ ଠାରେ ଅବସ୍ଥିତ। ଏହି ମନ୍ଦିରର ରକ୍ଷଣାବେକ୍ଷଣ ତ୍ରାବଣକୋରର ଧନୀ ପରିବାର କରିଥାନ୍ତି। କୁହାଯାଏ ଏହି ମନ୍ଦିରରେ 6ଟି ସିନ୍ଦୁକରେ ମୋଟ 20 ଅରବ ଡଲାରର ସୁନା ରଖାଯାଇଛି। ଯେବେ ଏହି ସିନ୍ଦୁକକୁ ଖୋଲାଯାଇଥିଲା, ତେବେ ସେଥିରୁ ଅନେକ ମୂଲ୍ୟବାନ ସୁନା, ହୀରା, ମୋତି, ମାଣିକ ଇତ୍ୟାଦି ବାହାରିଥିଲା। ଏହି ମନ୍ଦିରର ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କର ଏକ ସୁନାର ମୂର୍ତ୍ତି ଅଛି, ଯାହାର ମୂଲ୍ୟ 500 କୋଟି ଟଙ୍କା। ନମ୍ବର 3, ବୈଷ୍ଣୋଦେବୀ ମନ୍ଦିର। ହିନ୍ଦୁ ଧର୍ମରେ ବୈଷ୍ଣୋଦେବୀ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅଛି କି ଯିଏ ଏଠାରେ ମାନସିକ କରେ, ତାର ମାନସିକ ବୈଷ୍ଣୋଦେବୀ ଅବଶ୍ୟ ପୂରଣ କରିଥାନ୍ତି। ଏହି ସ୍ଥାନକୁ ସବୁଠୁ ପବିତ୍ର ସ୍ଥାନ ବୋଲି ଧରାଯାଏ। ଏହି ସ୍ଥାନ ଭାରତର 51ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ ଅଟେ। ଏହି ମନ୍ଦିରରେ ବର୍ଷସାରା ଭକ୍ତମାନଙ୍କର ଭିଡ଼ ଲାଗି ରହିଥାଏ। ତେବେ ଏହି ମନ୍ଦିରରେ ବର୍ଷକୁ 500 କୋଟି ଟଙ୍କା ଦାନ ରୂପରେ ଆସିଥାଏ। ନମ୍ବର 4, ସାଇବାବା ମନ୍ଦିର ଶିରିଡ଼ି। ମହାରାଷ୍ଟ୍ରର ଶିରିଡ଼ିରେ ସାଇବାବାଙ୍କର ମନ୍ଦିର ତିଆରି କରାଯାଇଛି। ପୁରା ଦୁନିଆରୁ ଲୋକମାନେ ଏଠାକୁ ସାଇବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ମନ୍ଦିରର ବ୍ୟାଙ୍କ ଖାତାରେ 380 କିଲୋ ସୁନା, 4428 କିଲୋ ଚାନ୍ଦି ଜମା ଅଛି। ଏହି ମନ୍ଦିରକୁ ଡଲାର ଏବଂ ପାଉଣ୍ଡରେ ଧନରାଶି ଦାନ ଆକାରରେ ଆସିଥାଏ। ଏଠାରେ 2000 କୋଟି ଟଙ୍କା ମହଜୁଦ ଅଛି। ଏଠାରେ ବଡ଼ ବଡ଼ ଅଫିସରମାନେ କିଲୋ କିଲୋ ସୁନା ଦାନ କରିଥାନ୍ତି। ଏଠାରେ ପ୍ରତିବର୍ଷ 350 କୋଟି ଟଙ୍କା ଦାନ ଆକାରରେ ଆସିଥାଏ। ନମ୍ବର 5, ସିଦ୍ଧିବିନାୟକ ମନ୍ଦିର। ମୁମ୍ବାଇରେ ଥିବା ଏହି ମନ୍ଦିର ଭାରତର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଭଗବାନ ଗଣେଶଙ୍କର ଏହି ମନ୍ଦିରରେ ବହୁତ ବଡ଼ ବଡ଼ ଶିଳ୍ପପତି ଏବଂ ଫିଲ୍ମ ଷ୍ଟାରମାନେ ଦର୍ଶନ କରିବାକୁ ଆସିଥାନ୍ତି। ଏହି ମନ୍ଦିରରେ 37 କିଲୋ ସୁନା ରଖାଯାଇଛି। ଏହି ମନ୍ଦିରକୁ ପ୍ରତିବର୍ଷ 125 କୋଟି ଟଙ୍କା ଦାନ ରୂପରେ ଆସିଥାଏ। ନମ୍ବର 6, ମୀନାକ୍ଷୀ ମନ୍ଦିର। ସାଉଥ ଇଣ୍ଡିଆରେ ଥିବା ଏହି ମନ୍ଦିରକୁ ପ୍ରତିଦିନ 20ରୁ 30 ହଜାର ଲୋକ ଦର୍ଶନ କରିବାକୁ ଆସିଥାନ୍ତି। ଏହି ମନ୍ଦିର ପରିସରରେ 33,000 ମୂର୍ତ୍ତି ରହିଛି। ଏହି ମନ୍ଦିରରେ ପୂଜା ପାଉଥିବା ଦେବୀ ମୀନାକ୍ଷୀଙ୍କୁ ଭଗବାନ ଶିବଙ୍କର ପତ୍ନୀ ବୋଲି ଧରାଯାଏ। ଏହି ମନ୍ଦିରକୁ ପ୍ରତିବର୍ଷ 6 କୋଟି ଟଙ୍କା ଦାନ ଆକାରରେ ଆସିଥାଏ। ନମ୍ବର 7, ଜଗନ୍ନାଥ ମନ୍ଦିର ପୁରୀ। ଦୁନିଆର ଧନୀ ମନ୍ଦିର ତାଲିକାରେ ଜଗନ୍ନାଥ ମନ୍ଦିରର ନାମ ମଧ୍ୟ ଆସିଥାଏ। ଏଠାକୁ ଦୁନିଆର କୋଣ ଅନୁକୋଣରୁ ଲୋକମାନେ ଦର୍ଶନ କରିବାକୁ ଆସିଥାନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କାର ଦାନ କରିଥାନ୍ତି। ଏହି ମନ୍ଦିରରେ 100 କିଲୋ ସୁନା ଗଚ୍ଛିତ ଅଛି। ନମ୍ବର 8, ସବରିମାଳା ଆୟାପ୍ପା ମନ୍ଦିର କେରଳ। ଭାରତର ଧନୀ ମନ୍ଦିର ତାଲିକାରେ ସବରିମାଳା ମନ୍ଦିର ମଧ୍ୟ ସାମିଲ ଅଟେ। ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଟେ। ଏଠାକୁ ପ୍ରତିବର୍ଷ 10 କୋଟି ଲୋକ ଦର୍ଶନ ପାଇଁ ଆସିଥାନ୍ତି। ଏହି ମନ୍ଦିରକୁ
କେବଳ ପୁରୁଷମାନେ ହିଁ ଯାଇପାରିବେ। ଏହି ମନ୍ଦିରକୁ ପ୍ରତିବର୍ଷ 250 କୋଟି ଟଙ୍କା ଦାନ ଆକାରରେ ଆସିଥାଏ। ନମ୍ବର 9 ଅକ୍ଷରଧାମ ମନ୍ଦିର ଦିଲ୍ଲୀ। ଦିଲ୍ଲୀରେ ଥିବା ସ୍ୱାମୀ ନାରାୟଣ ମନ୍ଦିର, ଯାହାକୁ ଅକ୍ଷରଧାମ ମନ୍ଦିର କୁହାଯାଏ, ଏହି ମନ୍ଦିର 100 ଏକର ଜାଗାରେ ତିଆରି ହୋଇଛି। ଏହି ମନ୍ଦିର ପୂଜା ହେଉନଥିଲେ ମଧ୍ୟ ଏଠାରେ 10,000 ବର୍ଷ ପୁରୁଣା ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି ଏବଂ ଏଠାରେ ଭଗବାନ ନାରାୟଣଙ୍କର ଏକ ସୁନାର ମୂର୍ତ୍ତି ଅଛି। ନମ୍ବର 10 ସୋମନାଥ ମନ୍ଦିର। ଗୁଜରାଟରେ ଥିବା ସୋମନାଥ ମନ୍ଦିର ମଧ୍ୟ ଧନୀ ମନ୍ଦିର ତାଲିକାରେ ଅନ୍ତର୍ଭୁକ୍ତ ଅଟେ। ଏହି ମନ୍ଦିର ଏତେ ଧନୀ ଅଟେ କି ଇତିହାସରେ ଏହାକୁ ବହୁତ ଥର ଲୁଟ୍ କରାଯାଇଛି। ଏହାକୁ ଗୁଜରାଟର ସବୁଠୁ ଧନୀ ମନ୍ଦିର ବୋଲି ଧରାଯାଏ। ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଆଜି ପାଇଁ ବାସ୍ ଏତିକି। ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ଲେଖିବାକୁ ଭୁଲିବେନି ଏବଂ ଏହିପରି ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମଧ୍ୟ ଭୁଲିବେନି।